ଶ୍ରୀରାମ ନବମୀ ଉତ୍ସବ ଦିଗପହଣ୍ଡି ଅଞ୍ଚଳର ବାସୁଦେବପୁର ପଞ୍ଚାୟତର ବଡ ବୁରୁଡା ଏବଂ ସାନ ବୁରୁଡା ନିକଟସ୍ଥ ସବରୀମାତା ଛକ ପ୍ରସ୍ତାବିତ ରାମ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ନାମଯଜ୍ଞ, ଘୃତଯଜ୍ଞ, ଅର୍ଣ୍ଣ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ଏଥିରେ ପଣ୍ଡିତ ରୂପେ କେଶବ ନାରାୟଣ ଦାସ ଶର୍ମା ମୁଖ୍ୟ ପୁରୋହିତ ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ। ମିଟୁ ଚୌଧୁରୀ ଏବଂ ତାଙ୍କର ଧର୍ମପତ୍ନୀ କର୍ତ୍ତା ଭାବେ କାର୍ଯ୍ୟକ୍ରମକୁ ସମ୍ପାଦନ କରିଥିଲେ। ଏହା ଶ୍ରୀକାନ୍ତ ପାଢ଼ୀଙ୍କ ସଂଯୋଜନାରେ ହୋଇଥିବା ବେଳେ ପ୍ରମୁଖ ଅତିଥି ରୂପେ ସୁରେଶ ବିଷୋଇ ଏବଂ ବନବିହାରୀ ପଣ୍ଡା ସମାଜସେବୀ ହିନ୍ଦୁ ଧର୍ମକୁ ରକ୍ଷା କରିବାକୁ ହେଲେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ପଥକୁ ଅନୁସରଣ କରି ସମାଜକୁ ଗୌରବାନ୍ୱିତ କରିବାକୁ ଆହ୍ୱାନ କରିଥିଲେ। ସେହିପରି ଆକାଶବାଣୀର ପୂର୍ବ ନିର୍ଦ୍ଦେଶକ ଋଷିକେଶ ପାଣିଗ୍ରାହୀ ପ୍ରଭୁ ଏବଂ ବନବାସୀଙ୍କ କିପରି ସମ୍ପର୍କକୁ ସୁନ୍ଦର ଭାବେ ଗୀତ ମାଧ୍ୟମରେ ବୁଝାଇ ଦେଇଥିଲେ। ଆକାଶବାଣୀର ପୂର୍ବ ନିର୍ଦ୍ଦେଶକ ଋଷିକେଶ ପାଣିଗ୍ରାହୀ ସବରୀମାତା ମଠଠାରୁ ଆଇଠା ଖାଇଥିଲେ ଏବଂ ବାପାଙ୍କ କଥା ଶୁଣି 14 ବର୍ଷ ବନବାସକୁ ଯାଇଥିଲେ ବୋଲି ତାହା ଉପରେ ବିସ୍ତୃତ ଭାବରେ ଉପସ୍ଥାପନା କରିଥିଲେ। ଏଥିରେ ସଂଗ୍ରାମ ପାଣିଗ୍ରାହୀ, ରଜନୀକାନ୍ତ ପାଣିଗ୍ରାହୀ, ଭୁବନାନନ୍ଦ ସାହୁ, ଦେବାଶିଷ, ପ୍ରତିଭା ରେଡ୍ଡି, କଳ୍ପନା ବିଷୋଇ, ପଦ୍ମ, ବିପ୍ର ମଲ୍ଲିକ, ଡମ୍ବୁର ମଲ୍ଲିକ, ନକୁଳ ମଲ୍ଲିକ, ଜଗନ୍ନାଥ, ସୁରେନ୍ଦ୍ର, ଉଜ୍ଜଳ ମଲ୍ଲିକ, ଅଲେଖ ରେଡ୍ଡି ଏବଂ ଗ୍ରାମବାସୀ ବୃନ୍ଦ ସହଯୋଗ କରିଥିଲେ। ବ୍ରହ୍ମପୁରରୁ ଇପିଲି ପୂର୍ଣ୍ଣଚନ୍ଦ୍ରଙ୍କ ରିପୋର୍ଟ, ନ୍ୟୁଜ୍ 10 ଓଡ଼ିଶା।